ଆଜି ଶୁଣିବା ଉପନ୍ୟାସ ଦାଦି ବୁଢ଼ା। ଔପନ୍ୟାସିକ ଗୋପୀନାଥ ମହାନ୍ତି। ଭାଗ 2। ଏହିପରି ଦିନର ଝାଞ୍ଜି ତଳେ ଚନ୍ଦା ମୁଣ୍ଡରେ ପାଗ ଭିଡ଼ି ଦାଦି ବୁଢ଼ା ବୈଶାଖର ଝୋଲାମରା ଖରା ସହେ ଜ୍ୟେଷ୍ଠର ଅବିରାମ ଧାରା। ଯେତେବେଳେ କ୍ଷେତର ଚାଷୀ ଗୀତ ଧରେ, ଜେଠୁ ହାଣୁ ମାରିଲୁ, ବର୍ଷା ଦୁଲି ଆସିଲୁ। କାର୍ତ୍ତିକର ଶୀତର ପବନ ମଞ୍ଜେ ମଞ୍ଜେ ସହେ ଆଉ ନିର୍ବାକ ଅବିଚଳିତ ହୋଇ ଠିଆ ହୋଇ ରହେ। ରାତିର ତାରାଫୁଟା ଆକାଶ ପରି ତାର ଦୁଃଖ ନାହିଁ, କଷ୍ଟ ନାହିଁ, ଅନୁଭୂତି ନାହିଁ, ହୃଦୟ ନାହିଁ। କାରଣ ସେ ଦେବତା। ଠାକୁର ତାର ଖାଲି ଅଛି ଚାହିଁ ଚାହିଁ ଦେଖିବା, ଦେଖି ଦେଖି ଠିଆ ହେବା। ଦିନା କେତେ ପରେ ଦାଦି ବୁଢ଼ାର ଠିକ୍ କତିକୁ ଲାଗି ଠିଆ ହେଲା ଗୋଟାଏ ବିରାଟ ଉଈହୁଙ୍କା। ଦିନୁ ଦିନ ସେ ଏପରି ଭାବେ ବଢ଼ି ଉଠିଲା ଯେପରି ଦାଦି ବୁଢ଼ାକୁ ମଧ୍ୟ ଜିଣିଯିବ। ଗାଁର ଲୋକେ ହୁଙ୍କାକୁ ଆସି ଭାଙ୍ଗିଦେଲେ ନାହିଁ। କାରଣ ଦିଶାରୀ ପାଞ୍ଜି ଓଲଟାଇ କହିଲେ ଯେ ଆପଣାର ସାଥୀ ହେବା ପାଇଁ ଦାଦି ବୁଢ଼ା କେଉଁମକ ଠାକୁର ଡୁମାକୁ ଆପଣା ପାଖକୁ ଡାକି ଆଣିଛି। ତହୁଁ ଟୁଆଁ ଟୁଇଁ ପରି ଦାଦି ବୁଢ଼ା ଆଉ ଉଇ ହୁଙ୍କା ଏକାଠି ଠିଆ ହୋଇ ରହି ଗାଁର ଏମୁଣ୍ଡୁ ସେମୁଣ୍ଡୁ ପର୍ଯ୍ୟନ୍ତ ଶୁଭଦୃଷ୍ଟି ଢାଳିଲେ। ଦାଦି ବୁଢ଼ା ପାଖେ ମାନସିକ କରିବା ବେଳେ ହୁଙ୍କା ବୁଢ଼ାଠୁ ଛଡ଼ାଇ ବିଭୂତି ଅନେକ ଖାଇଲେ। ଯାହାର ଛୁଆ ହେଉନାହିଁ ତାହାର, ଯାହାର ଭାତ ହଜମ ହେଉନାହିଁ, ଯାହାର ରୋଗ ଭଲ ହେଉନାହିଁ, ସେମାନେ ଏବଂ ଏହିପରି ନିତିଦିନର ଘର କଣନା ଗଢ଼ି ଚାଲିଲା। ରାମନାଇକର ପୁଅ ଠେଙ୍ଗାଜାନି ବାପର ଗୋଟିଏ ପୁଅ। କେହି କେବେ ସନ୍ଦେହ କରିନାହିଁ ଯେ ବାପ ଅନ୍ତେ ସେ ଗାଁର ନାଇକ ହେବ। ରଜାଘର ତାକୁ ମୁଣ୍ଡରେ ପାଗ ଦେବେ, ଅଙ୍ଗିରେ ଲଗାଇବାକୁ ଯୋଡ଼ିଏ ବୋତାମ ଦେବେ। ଗୋଟିକ ଉପରେ ରାଜାଙ୍କ ଛବି, ଆରଟିରେ ନାତି ରଜାଙ୍କର। ଅମିନ ରିବିନ୍ୟୁ ପ୍ରସନ୍ନ ଥିଲେ ତାର ନାଇକ କାର୍ଯ୍ୟ କେହି ଅଟକାଇବେ ନାହିଁ। ତେଣୁ ତାର ବଡ଼ ଖାତିର। ଠେଙ୍ଗାଜାନି ଦିନବେଳେ ବାପର ଚାଷ ଦେଖେ, ସଞ୍ଜ ହେଲେ ଧାଏଁ ବସାଘରକୁ। ଚାଲିଯାଏ ଯେଉଁଠି ଗାଁର ଆଉ 2-10 ଅଭିଆଡ଼ ଟୋକା ରାତିରେ ଶୁଅନ୍ତି। ଦାଣ୍ଡ ଏପାଖ ଧାଙ୍ଗଡ଼ା ବସାଘର, ଦାଣ୍ଡ ସେପାଖେ ଧାଙ୍ଗଡ଼ି ବସାଘର। ସେଠି ରାତିରେ ଧାଙ୍ଗଡ଼ିମାନେ ଶୁଅନ୍ତି। ଧାଙ୍ଗଡ଼ା ବସାଘରେ ରାତି ହେଲେ ଟୋକାମାନେ ଡୁଙ୍ଗୁଡୁଙ୍ଗା ଯନ୍ତ୍ର ଧରି ଗୀତ ବୋଲନ୍ତି। ଏଜେନ୍ସିର ସର୍ବତ୍ର ଏ ଡୁଙ୍ଗୁଡୁଙ୍ଗା ଗୋଟିଏ ଲାଉଖୋଳ ଉପରେ ଛାଲ ଭିଡ଼ା ହୋଇଛି। ତହିଁକୁ ଗୋଟିଏ ଲମ୍ବା କାଠର ଡେମ୍ଫ ଉପରେ ଗୋଟିଏ ତାର କିଳା ପୋତା ହୋଇ ଏମୁଣ୍ଡୁ ସେମୁଣ୍ଡୁ ଯାଇଛି। ଲାଉ ଉପରେ ଖଣ୍ଡେ ଖପରା, ଉପରେ ତାରର ଭାର। ତାରି ଦିହରେ ଟଙ୍ଗ ଟଙ୍ଗ କଲେ ଢୁଙ୍ଗ ଢୁଙ୍ଗ ଶବ୍ଦ ହୁଏ। ଗୋଟିଏ ହାତରେ ଢୁଙ୍ଗ ଢୁଙ୍ଗ କରି, ଆର ହାତର ମୁଦିପିନ୍ଧା ଆଙ୍ଗୁଠିରେ ଲାଉ ପିଠିରେ ଠକ୍ ଠକ୍ କରି ତାଳ ରଖାହୁଏ। ସଞ୍ଜ ହେଲେ ଠେଙ୍ଗାଜାନି ଡୁଙ୍ଗଡୁଙ୍ଗା ବଜାଇ ମଶାର ଘାଉଁ ଘାଉଁ ମଧ୍ୟ ଜିତିଯାଏ। ତାପରେ ଗୀତ ଧରେ। ସେପାଖୁ ହରିଜାନିର ଝିଅ ସାରିଆଦାନ କଥା ଗୁନ୍ଥି ଗୁନ୍ଥି ଗୀତର ଉତ୍ତର ଦିଏ। ଗୀତକୁ ଗୀତ ଲଢ଼େଇ ଲାଗେ। ତାର ସାଙ୍ଗ ପୁରୁଣା ମାଣ୍ଡିଆ ଓ ପୋତ ବାନ୍ଧୁ ତା ସଙ୍ଗେ ସ୍ୱର ମିଳେଇ ଗୀତ ଗାଆନ୍ତି। ସେପାଖୁ ସବୁ ଧାଙ୍ଗଡ଼ି ମିଶି ଯାଆନ୍ତି। ଭାବପ୍ରୀତିର ଢେଉ ଜଙ୍ଗଲେ ଜଙ୍ଗଲେ ଖେଳି ବୁଲେ। ରାମନାଇକ ପଚାରେ ଏଲିଓକୁ, ହଇଓ ପ୍ରାଚୀନ, ଠେଙ୍ଗା ନିମନ୍ତେ ସାରିଆଦାନକୁ ମାଗିଲେ କ'ଣ ମନ୍ଦ ହୁଅନ୍ତା? ପ୍ରାଚୀନ କହେ, ଭଲ ହନ୍ତା ନାଇକ, ଭଲ ହନ୍ତା। ଗାଁରେ ତତେ ଛାଡ଼ିଦେଲେ ଜାନି ସାଙ୍ଗରେ ସମାନ ହେବାକୁ କିଏ ଅଛି? ନାଇକ କି ତାର ସାଙ୍ଗରେ ବୁଲିବା ଲୋକ ଜାନି? ନାଇକ କହେ, ଆଉ ଠେଙ୍ଗାଟି ମୋର ପିଲା, ଆଉ କିଛିଦିନ ଯାଉ, ଆପଣା ଆପେ ଠିକ୍ କରୁ ସେ। ଗାଁର ସବୁ ଝିଅ ଠେଙ୍ଗାଜାନିକୁ ଆକ୍ରମଣ କରନ୍ତି। ନାଇକର ବୋହୂ ହେବାକୁ କିଏ ବା ନ ଚାହେଁ। ଠେଙ୍ଗାଜାନି ଗୀତ ଗାଇଲେ ବେଳେବେଳେ ସେପାଖୁ ଉପରୁ ପଡ଼ି ଚମ୍ପାବତୀ କି ସୁଆଁଫୁଲ କି ଆଉ କେହି ଗୀତର ଜବାବ ଗାଇ ଦିଅନ୍ତି। ସାରିଆଦାନକୁ ଧରି ହସି ହସି ଗଡ଼ି ଯାଆନ୍ତି। ଥଟ୍ଟାରେ ଏଠୁ ସେଠୁ ଫୋପଡ଼ା କଚଡ଼ା କେତେ ଗୀତର ଢେଉ ଆସି ଠେଙ୍ଗା ଦିହରେ ବାଜେ। ତହିଁରେ ସେ ଟଳମଳ ହୋଇଯାଏ। ଆପଣାକୁ ସମ୍ଭାଳି ରଖିପାରେ ନାହିଁ। ନିଛାଟିଆ ବେଳେ ଗାଁ ତୁଠ ବାଟେ କ୍ଷେତକୁ ଭାଙ୍ଗିଯିବା ବେଳେ ଠେଙ୍ଗାଜାନି ବେଳେ ବେଳେ ଅଟକି ରହି ଭାବେ, କାହାକୁ ସେ ପସନ୍ଦ କରିବ? କାହାରି ମାୟା ସେ ଏଡ଼ିପାରେ ନାହିଁ। ପୁଣି କାହାରିକୁ ଆଉ 10 ଜଣଙ୍କ ଭିତରୁ ସେ ଅଲଗା କରିପାରେ ନାହିଁ।
ଜନରାତିରେ ଗାଁ ଦାଣ୍ଡରେ ଯେତେବେଳେ କାଠ ଗଣ୍ଡିରା ନିଆଁରେ ନାଚ ହୁଏ, ସବୁ ଝିଅ ବାହାକୁ ବାହା ଛନ୍ଦାଛନ୍ଦି ଠେଙ୍ଗାଜାନି ଆଉ 3 ଜଣଙ୍କ ସଙ୍ଗେ ବାହା ଛନ୍ଦି ଠିଆ ହୁଏ। ତଳ 4 ଜଣ ଧାଙ୍ଗଳା କାନ୍ଧ ଉପରେ ଠିଆ ହୋଇ ଆହୁରି 4 ଜଣ ଭେଣ୍ଡିଆ ବାହାକୁ ବାହା ଛନ୍ଦି ଦିଅନ୍ତି ଓ ଏହିପରି ଅବସ୍ଥାରେ 8 ଜଣ ଯାକ ନାଚନ୍ତି। ତଳ ଲୋକଙ୍କର ବାହା ଫାଙ୍କ ଭିତରେ ଛନ୍ଦା ଛନ୍ଦି ଧାଙ୍ଗଡ଼ିର ସୁଅ ସାପେଇ ସାପେଇ ନାଚି ନାଚିକା ଗଳି ଚାଲିଯାଏ। ବାଇଦର ତାଳେ ତାଳେ ଗାଁର କିଏ କେତେ ଧାଙ୍ଗଡ଼ି ନାଚିଗଲା ବେଳେ ଠେଙ୍ଗାଜାନିର ଦେହ ବାଟେ ଟିକିଏ ଟିକିଏ ମଠେଇ ଯାଆନ୍ତି, କିଏ ବା ବେଳେ ବେଳେ ପିଟି ହୋଇଯାଏ। ଠେଙ୍ଗାଜାନିର ମନେ ହୁଏ ନାଚଫାଚ ଛାଡ଼ି କାହାକୁ ସାଙ୍ଗରେ ନେଇ ଚାଲିଯାଆନ୍ତା ଦାଣ୍ଡି ବୁଢ଼ା କୁଦ ଉପରକୁ। ତାର ବୟସ ଅଳ୍ପ, ଭାବନା ଭିତରେ ସ୍ୱପ୍ନ ଆସି ପହଞ୍ଚେ, ସେ କିଛି କରିପାରେ ନାହିଁ। କେବଳ ଗୋଟିକୁ ଭାବିଲେ ଅରଖର ଛାଇ ମନକୁ ଘାଣ୍ଟେ। ଠେଙ୍ଗାଜାନି ଦୋଦ ପାଞ୍ଚ କରେ। ହଳଦୀ ଗରଗର ଚିକ୍କଣ ଚାକଣ ଗରି ଗରିକା ମୁହଁ ହାତ ଅଳ୍ପ ଖରାରେ ଝାଳେଇ ପଡ଼େ। ତରଳା ଲହୁଣୀ ପରି ସୁନ୍ଦର ଗହୀର ଆଖିର ଚାହାଣୀ, ଚିକ୍କଣ ଜୁଡ଼ା ଗଭାରେ ସରୁ ଫୁଲର ପେନ୍ଥା। ଦେହରେ ସକାଳର ନାଲି ସୂର୍ଯ୍ୟର ରଙ୍ଗରେ ଛଣା ହେଲା ପରି ଲାଲ ଲୁଗା ଟାଣ କରି ଭିଡ଼ା ହୋଇଛି। ସ୍ୱାସ୍ଥ୍ୟ ଆଉ ଯୌବନର ପ୍ରାଚୁର୍ଯ୍ୟ ହରିଣୀ ପରି ଗତି କ୍ଷିପ୍ର ଉଲ୍ଲସିତ ସୁଦାମ ସୁନ୍ଦର ଧାଙ୍ଗଡ଼ି। ଠେଙ୍ଗାଜାନିର ଆଖି ଆଗେ ଭାସିଯାଆନ୍ତି ଧାଙ୍ଗଡ଼ି ପଲ। ହଳଦିଆ ଅଳସୀ କ୍ଷେତ ଉପରେ, ନେଳି ସାବୁଜା ମାଣ୍ଡିଆ କ୍ଷେତ ଉପରେ ଧୋବଲା ହସର ମାୟା କୁହୁଡ଼ି ଭସେଇ ଦେଇ ତାର ଦେହ ଟାଙ୍କି ଉଠେ। ମନ ଧୂଆଁଳିଆ ହୋଇଯାଏ। ମରମର ଗହନ ଅନୁଭୂତି ଭିତରେ ଖୁଦିଖାନ୍ଦି ହୋଇ ପଶେ କଣ୍ଟା ଆଉ ଫୁଲ। ଦାଦିବୁଢ଼ା ମାୟା କାଟି ହୋଇଛି କାଠର 7 ଭେଣ୍ଟିଆ ଖୁଣ୍ଟା, ତାକୁ ବାଧେ ନାହିଁ। ହରସ ହୁଏ ନାହିଁ, ପରସ ଆସେ ନାହିଁ। ଠେଙ୍ଗାଜାନି ବିଧ ହୁଏ, ମନ କୁହୁଳେ, ଦେହ ଜଳେ, କିନ୍ତୁ ସବୁ ବୁଝିଲେ ସୁଦ୍ଧା ସବୁଥିରୁ କାଟି ଗୋଟାଏ କିଛି ଏକୁଟିଆ ହୋଇ ଗୋପନରେ ତାର ମନକୁ ଛାଇପାରେ ନାହିଁ। ତେଣୁ ସେ ହସେ, ଖେଳେ, କୁଦା ମାରେ, କିନ୍ତୁ ଶେଷ ବେଳକୁ ବାଟ ପାଖେ ଅଟକି ଯାଏ, ଆଗେଇ ପାରେ ନାହିଁ। ଝିଅମାନେ ତାକୁ ଥଟ୍ଟା କରନ୍ତି, ଥଟ୍ଟା କରିବାକୁ ଭଲ ପାଆନ୍ତି, କାରଣ ଟୋକାଟୋକି ସମ୍ବନ୍ଧ ଭିତରେ ବେଶୀ ବାଟ ସେ ଆଗେଇ ପାରେ ନାହିଁ। ଅଥଚ ବଳିଷ୍ଠ ତାର ଗଢ଼ଣ, ଲଳିତ ତାର ରୂପ ଆଉ ଆଖି ଯୋଡ଼ିକ। ସତେ ଯେପରି ବଉଦ ମେଳରେ ଭାସି ଭାସି ହସି ହସି ସେ ଯାଉଛି ଆଉ ଉପୁଜାଉଛି କେବଳ ସ୍ୱପ୍ନର ମାୟାକୁହୁକ, ଯାହାକୁ ସେ ଶାନ୍ତ କରିବାକୁ କେବେ ଚେଷ୍ଟା କରିନାହିଁ। ତେଣୁ ସେ ଅଜେୟ। ତେଣୁ ସ୍ତ୍ରୀ ପୁରୁଷର ସମ୍ବନ୍ଧମୂଳକ ଦ୍ୱୈତ ନାଁ ଅନୁଯାୟୀ ତାକୁ ହିଁ ଆକ୍ରମଣ କରିବାକୁ ହେବ, ଭାଙ୍ଗି ଦେବାକୁ ପଡ଼ିବ, ଆଘାତ କରିବାକୁ ପଡ଼ିବ, ଯେ ପର୍ଯ୍ୟନ୍ତ ସେ ଭାଙ୍ଗି ନ ଯାଇଛି। ଠେଙ୍ଗାଜାନି ଆଦି ଅଜାକାଳର ଗୀତ ବୋଲି ଧାଙ୍ଗଡ଼ି ବସାଘରୁ ଭାସି ଆସୁଥିବା ରଣଦୁନ୍ଦୁଭିର ଉତ୍ତର ଦିଏ। ସାରିଆଗାରୁ କାତିକ ଡୁସୁଣ୍ଡିଗାରୁ ହିଣ୍ଡା, ଆଇଲୁସ୍ରେ ଟୋକି ଦୁଇ କେତେ ରିସି ଡିଣ୍ଡା। ଯୁଦ୍ଧ ଦୁନ୍ଦିଭି ବଜାଇ ଡାକେ, ସେ ଦେଖିବା କେତେ ତୁମର ଯୌବନର ବଳ। ଧାଙ୍ଗଡ଼ି ବସାଘରେ ବନ୍ଧୁମାନେ ପିଠେଇ ଚାପୁଡ଼େଇ ବାହା ବାହା କରନ୍ତି। ତେଣୁ ଗୀତର ଉତ୍ତର ମିଳେ। ପୁଣି ରାତି ଅଧରେ ଛଟପଟ ହୋଇ ଦେହ ହାତ କଚାଡ଼ି କଚାଡ଼ି ଠେଙ୍ଗାଜାନି ଶୋଇ ଦାଣ୍ଡ ଆରପାଟି ଯିବାକୁ ଗୋଡ଼ ଉଠେ ନାହିଁ। ମୁଣ୍ଡିଆ ଉପରେ ପଗଡ଼ି ପିନ୍ଧା ଖଜୁରୀ ଗଛର ଦାଦିବୁଢ଼ା ମଣିଷର ମରମ କଥା କେତେକେ ବୁଝେ, ଏହା ସେହି ଜାଣେ। ସେଦିନ ଗାଁ ଦାଣ୍ଡରେ ସଜତୋଳା ମକା ପୁଞ୍ଜିଏ ନେଇ ସାରିଆଦାନ ଯାଉଥିଲା ସଞ୍ଜବୁଡ଼େ। ଗାଈ ପଲକ ଅଡ଼େଇ ଅଡ଼େଇ ସେଆଡ଼ୁ ଠେଙ୍ଗାଜାନି ଆସୁଥିଲା। ହାବୁଡ଼ିଲେ। ଠେଙ୍ଗାଜାନି ହସି ହସି କହିଲା, କିଲୋ ଦବୁ କି ଗୋଟେ? ସାରିଆଦାନ ହସି ହସି ଗୋଟିଏ ମକା ହାତରେ ବଢ଼େଇ ଧରିଲା। ଠେଙ୍ଗା ଚାହିଁ କରି ତାର ହାତକୁ ଟାଣ ମୁଠାରେ ଧରି ପକାଇ ଆସ୍ତେ ଝାଙ୍କି ଦେଲା। ପୁଣି ହଠାତ୍ ଛାଡ଼ିଦେଇ ହୋ ହୋ ହେଇ ହସି ସେଠୁ ଚାଲିଗଲା। ମକା ଆଉ ନିଆଁ ହେଲା ନାହିଁ। ପୁଣି ଆଉ ଦିନେ ସମରା ପରଜାର ଝିଅ କମଲି ଝରଣା ଅତଡ଼ା ବାଟେ ପାଣି ମାଠିଆ ଧରି ଉଠୁଥିଲା। ଖରା ବେଳ। ଠେଙ୍ଗା କାନ୍ଧରେ ବାଡ଼ି ଖଣ୍ଡକରେ 2-3ଟା ଲାଉତୁମ୍ବା ଓହଳେଇ କ୍ଷେତକୁ ବାହାରିଥିଲା। କମଲିର ଗୋଡ଼ ଖସିଗଲା। ସେ ଏପରି ଭାବେ ବସି ପଡ଼ିଲା ଯେ ମାଠିଆ ଭାଙ୍ଗିଲା ନାହିଁ, ଖାଲି ପାଣି ତଳେ ଗଡ଼ିଗଲା। ଆଉ ତାର ଗୋଡ଼ ମକଚି ହୋଇଗଲା। ଠେଙ୍ଗା ପାଖକୁ ଚାଲିଗଲା ବେଳକୁ କମଲି ଓ ଆ ହେଉଛି। ମାଠିଆଟି ତଳେ ପଡ଼ୁଛି। କାନ୍ଧର ବାଡ଼ି ବାହୁଙ୍ଗି ଓହ୍ଲେଇ ଦେଇ କମଲିକୁ ଟେକି ଧରିଲା। କମଲି ଆହା ଆହା ହୋଇ ଭିଡ଼ି ମୋଡ଼ି ହୋଇ ଏପାଖ ସେପାଖ ଲଟେଇ ପଟେଇ ହେଉଥାଏ।
ଗାର୍ଡ ଭିତରେ କେହି କୁଆଡ଼େ ନାହିଁ। ଉଡ଼ୁଆଳ ଗଛତଳ ଛାଇ ଏପାଖ ସେପାଖ ଗାର୍ଡର ଅତଡ଼ି, ତାରି ଭିତରେ ସେପାଖ କ୍ଷେତକୁ ବାଟ। ଗାର୍ଡ ସନ୍ଧିରେ ଗୋଟିକିଆ କାପ୍ତାଟିଏ ବୋବଉଥାଏ ନିଶ୍ଚଳ। ଠେଙ୍ଗାଜାନି ମୁହୂର୍ତ୍ତେ କମଲିର ବିକଳ ମୁହୂର୍ତ୍ତକୁ ଅନାଇଲା। ଆଖିର ଗହୀର କଲେଲା। ମୁହଁ ନୁଆଇଁ ଆଣିଲା। ତାପରେ କମଲିକୁ ସଜାଡ଼ି ଦେଇ ବାଟେ ବାଟେ ଚାଲିଗଲା। ଉତ୍ତେଜନା ଲୁଚାଇବାକୁ ଦୁଲଦାଲ ଗୋଡ଼ ପକାଇ ସେ ଚାଲିଗଲା। ପିଲାଟି ଦିନୁ ଗାଁର ଝିଅଙ୍କୁ ଦେଖିଛି। କେତେ ଝିଅ ତାରି ଆଗେ ନଙ୍ଗଳା। ପିଲାଦିନୁ ତାଙ୍କରି ସାଙ୍ଗେ ସେ ବଢ଼ି ଆସିଛି। ଏବେ ଦେଖିଲେ ହଠାତ୍ ଚମକ ଲାଗେ। ମନ ଭିତରେ ସାତ ପାଞ୍ଚ କରେ। ପୁଣି ସିଧା ହୋଇ ଚାଲିଯାଏ। ଦାଦିବୁଢ଼ା ମୁଣ୍ଡିଆ ଉପରେ ଠିଆ ହୋଇ ରହେ। ରାମନାୟକ ନିଇତି ଆସି ତା ଗୋଡ଼ ତଳେ ମୁଣ୍ଡିଆଟି ମାରି ଜଣାଣ କରେ, ଦାଦିବୁଢ଼ା ମୋର ଠେଙ୍ଗା ନାଖି ଗୋଟିଏ ଭଲ ବୋହୂ ଦେବୁ। ଦେଖିବାକୁ ଭଲ ହୋଇଥିବ। କ୍ଷେତ ପାଇଟିକୁ ମଜବୁତ ଥିବ। ପିଲା ଜନ୍ମ କରିବ ଅନ୍ଜାପ। ଆଉ ଆମ ବୁଢ଼ାବୁଢ଼ୀଙ୍କୁ ପଚାରିବ। ନିଛାଟିଆ ସଞ୍ଜରେ ଯେତେବେଳେ ଦାଦିବୁଢ଼ା ଆଉ ହଙ୍କାବୁଢ଼ା ତଳେ ତଳେ ଅନ୍ଧାର ଖୁଦି ହୋଇଯାଏ, ତଳୁ ଧାଙ୍ଗଡ଼ା ବସାକୁ ଢୁଙ୍ଗ ଢୁଙ୍ଗ ଡୁଙ୍ଗାର ଯମକ ଅନୁପ୍ରାସ ଉପରେ ମଶା ଘାଉଁ ଘାଉଁ ପରି ଶୁଭେ। ରାମନାୟକ ବାରମ୍ବାର ଦଣ୍ଡବତ ହୋଇ ଖଜୁରୀ ଥୁଣ୍ଟାରେ ଦାଦିବୁଢ଼ା ପାଖେ ଗୁହାରି କରେ, ଅଳି କରେ। ନିଜର ପାଟି ନିଜେ ଶୁଣେ। ଦାଦିବୁଢ଼ା ଗଲା ବର୍ଷ ଯେମିତି 5 ମୁଣ୍ଡ ଗୋରୁ ମୋର ମଲେ, ଏ ବର୍ଷ ଯେପରି ନ ହୁଏ। ଦାଦିବୁଢ଼ା ତତେ ପାରା ଦେବି, କୁକୁଡ଼ା ଦେବି, ମଦ ଦେବି, ସେମିତି କରିବୁ ନାହିଁ। ଦାଦିବୁଢ଼ା ମରିଯିବିଟି। ବେଳେବେଳେ ହରିଜାନୀ ଆସେ, କହେ, ଦାଦିବୁଢ଼ା ମୋର ସାରିଆଦାନ ପାଇଁ ରାମନାୟକର ପୁଅ ଠେଙ୍ଗାକୁ ତୁ କରିଦେ। ତତେ ଗୋଟେ ହଡ଼ା ପଛେ ପୁଜି କରି ଦେବି, ଆଉ ଟିଣେ ରନ୍ଧା ମଦ। ଦାଦିବୁଢ଼ା ପାଖେ ପୂଜା ହୁଏ ଅନ୍ନଜ୍ୟାପ। ହୁଙ୍କା ବୁଢ଼ା ବଢ଼େ। ବେଳେବେଳେ ଦିପହରର ବେଳେ ମାଳେ ଲେଖା ଫୁଲ ଘେନି ଗାଁର ଝିଏ ଆସନ୍ତି। ଦାଦିବୁଢ଼ା ଚାରିପାଖେ ହାତ ଧରାଧରି ହୋଇ ଭଉଁରୀ ଭୁଲି ନାଚ କରନ୍ତି, ଗୀତ ବୋଲନ୍ତି। ଆମୁ ଗାଣୁ ଜାମୁ ଗାଣୁ ବିତୁରେ, ଖାଡ଼ୁ ମାସା ମାଡ଼ି ମାଳା ଗୀତୁରେ। ଦାଦିବୁଢ଼ା ପାଖକୁ ମୁହଁକୁ ଲଗାଇ ଆଣି ଚୁପ୍ ଚାପ୍ କାହା ନାଁ କହି ଫୁଲମାଳ ସବୁ ତାହା ବେକରେ ଲମ୍ବାଇ ଦିଅନ୍ତି। ହସି ହସି ଚୁମୁଟା ଚୁମୁଟି ଠେଲାଠେଲି ହୋଇ ଦଳ ଭାଙ୍ଗି ଦୌଡ଼ି ଦୌଡ଼ି ପଳାନ୍ତି। ଦାଦିବୁଢ଼ା ପାଖେ ମାନସିକ କରି କେହି ହତାଶ ହୁଏ ନାହିଁ। ସମସ୍ତେ ଆଶା କରି ବସନ୍ତି, ଦିନେ ନା ଦିନେ ନିଶ୍ଚୟ ହେଲେ ଆଶା ଫଳିବ, ଦାଦିବୁଢ଼ା ଫାଙ୍କିଦେବ ନାହିଁ। ଦାଦିବୁଢ଼ା ପାଖେ ଅନେକ କୁକୁଡ଼ା ବଳି ପଡ଼ନ୍ତି, ଅନେକ ମଦ ଢଳା ହୁଏ, ଅନେକ ଫୁଲ ଶୁଖେ। ଅଧରାତିରେ 3-4 ଜଣ ଲୋକ ସେଠିକି ଆସନ୍ତି। ମୁହଁରେ ବହଳ ନିଶ ଦାଢ଼ି, କାଳିଆ ଦେହରେ ଚିକ୍ ଚିକ୍ ଜଡ଼ା ତେଲ, ଖଣ୍ଡେ ଲେଖା କଳା କୌପିନି ପିନ୍ଧି। ସେମାନେ ଡମ ଲୋକେ, କେଡ଼ି ଲୋକେ, ଯାହାଙ୍କୁ ଖୋଜିବା ପାଇଁ ପୁଲିସ ଜମାନ ଜଙ୍ଗଲରେ ଜଙ୍ଗଲେ ବୁଲୁଥାଏ। ସେମାନେ ମଧ୍ୟ ଦାଦିବୁଢ଼ା ପାଖେ ମାନସିକ କରନ୍ତି, ଦାଦିବୁଢ଼ା ପୁଲିସ ଜମାନ ଯେମିତି ଆଜି ଗାଁ ତନଖିକୁ ନ ଆସେ। ଦାଦିବୁଢ଼ା ସବା ଇନ୍ସପେକ୍ଟି ବାବୁ ଯେମିତି ଜର କାଇଲାରେ ପଡ଼ୁ। ଦାଦିବୁଢ଼ା ବାଘ ଭାଲୁକୁ ନ ଡରି ଆମେ ଆଜି ରାତି ରାତି ପାଇଟିକୁ ଚାଲିଲୁ। ଧରା ଯେମିତି ଆମେ ନ ପଡ଼ୁ। ଆସ୍ତି ଯେମିତି କିଛି ମିଳୁ, ତୁଚ୍ଛା ହାତରେ ନ ଫେରୁ। ଆମର ଭଲ ଅସାର ଜାଣିବାକେ ଏକା ତୁଇ ତୋକେ ନ କହିଲେ କେ ଆମାର କଥା ଶୁଣିବ। ଲମ୍ବ ହୋଇ ଗୋଡ଼ ତଳେ ପଡ଼ି ସେମାନେ ଅନ୍ଧାର ଭିତରେ ମିଶିଯାଆନ୍ତି, ହୃଦୟରେ ନୂଆ ଆଶା ଓ ସାହସ ବାନ୍ଧି। ନଈଘାଟରେ ତାର ବନ୍ଧୁ ସାରିଆଫୁଲର ବେକରୁ ମଳି ଛଡ଼ଉ ସାରିଆଦାନ ଅତି ଗୋପନରେ ତାର କାନ ପାଖେ କହିଲା, ଆଜି ବାପା କହୁଥିଲା, ମା'କୁ ଯେ ନାଇକ ଯଦି ତାର ପୁଅ ବିଷୟରେ ମତେ ମାଗି ଆସିବ, 2 କୋଡ଼ି ଟଙ୍କା ଝୁଲା ଦେଲେ ସୁଦ୍ଧା ବାପା ନାହିଁ କରିବ ନାହିଁ କୁଆଡ଼େ। ହସି ହସି ପାଣିରେ ମୁହଁ ମାଡ଼ିଦେଲା ସାରିଆଦାନ। ସାରିଆଫୁଲ କହିଲା, ମୋର ବାପା ସେମିତି ଏକା କହୁଥିଲା। ମୋର ମାମୁଁକୁ ମୋ ବିଷୟରେ କାଲି କହିଲା, ନାଇକକୁ ଯାଇ କହ। ହସ ଭିତରେ ନିଆଁ ଜାଳି ଏ ତା ମୁହଁକୁ ସେ ତା ମୁହଁକୁ ଟିକିଏ ଚାହିଁଲେ। ତାପରେ ଉଭୟେ ଆକାଶକୁ ଅନାଇ କହିଲେ, ଏ ଲୋ 2 ଲାଠ ବେଳ ହେଲାଣି ଆସି, କେତେବେଳେ ଯାଏ ଆଉ ଗାଧେଇବା? ଦିହେଁ ଉଠିପଡ଼ି ପିନ୍ଧିଲା ଲୁଗା 2 ଖଣ୍ଡ ଘୋଷାରି ଆଣି ବାଡ଼େଇ ହୋଇ ପଡ଼ି ଏ ଆ ବାଟେ ସେ ତା ବାଟେ ଘରକୁ ଚାଲିଲେ। ସେଦିନ ଡାହାଣିଆ ଖଳାବେଳେ ସାରିଆଦାନ ଗଲା ଦାଦିବୁଢ଼ା ମୁଣ୍ଡିଆ ଆଡ଼କୁ। ମୁଣ୍ଡିଆ ଉପରୁ ସାରିଆଫୁଲ ସେତେବେଳେ ଓହ୍ଲଉଥାଏ। ଦାନ କହିଲା, କୁଆଡ଼େ ଯାଇଥିଲୁ କିଲୋ? ଫୁଲ କହିଲା, ଆମ ମାଇଁ ଘୁଷୁରିଟା ହଜିଛି ଯେ, ଖୋଜିବାକୁ ଯାଇଥିଲି। କାଳ ଇଆଡ଼େ ଆସିଥିବ ବୋଲି। ତୁ କୁଆଡ଼େ ଯାଉଛୁ? ଯାଉଛି ପୋଖରୀ ବସି ଆସିବି। ତଳେ ଖାଲି ଲୋକ ସାଲୁବାଲି ହଉଛନ୍ତି। 2 ସଖୀ ପରସ୍ପରକୁ ଛାତି ଫୁଲେଇ ଚାହିଁଲେ।
तापरे परस्पर को पछकु बुले दे चलीगले। सारियादान पहुँची देखिला दादी बुढ़ार पगड़ी उपरे सज फूलमाल झुलुची। टाणी छिंडेई फोपाड़ी दे निज अंटीरू रंग मंदारर फूलमाल काढ़ी सेठी झुलई देला। दादी बुढ़ा को दी हाथ में कुंडेई टिकिए गेल करी तुनी तुनी कहला, दादी बुढ़ा तू मो फूल पिंधिबू आउ कारे फूल छुईबू नहीं, नहिले मु रुसी बसबी, पेज पानी छुईबी नहीं, बुझिलु? आ मो कथा तू भांगिबू नहीं। सारियादान चारिआड़ को टिके चाही देई मुह माड़ी पड़िला। दादी बुढ़ा आगरे पड़ी पड़ी पत्थर मुंडरे उपरे मुंड बाड़े 20 थर दंडवत हैला चली आसिला। सेही दिनु दुई सखींकर बंधुता भांगीगला। संज बुढ़े मुरान नईर पानी चिक चिक करी छल छलई आसे। कई सारी माछ कूलकू आउजंती। नई मझिरे बड़ बड़ पत्थर चट्टाण आउ चौतरा, पत्थर फांकरे मिंचा मिंचा बेणा बुदा आउ दलुआ गछ, स्थाने स्थाने पोसे पोसे सरु धालबाली। तहिरू गोटाए पत्थर उपरे ठेंगा जानी गाब्दी माड़ी बसी थाए, गोड़ लंबे दे, हाथरे खंडे बंसी घड़ा। तहिरे जो डोर लगी से कंटा परिवर्ते बंधा होची गोटे जीवंता माछ और माछर ठीक मुंड पाखे गोरुर लांजबाड़र गोटे फास। तार कोपिनी अंटारे गोटे पत्र कहाली खोसा होईची, सेथिरे अल्प टिकिए जड़ा तेल। ठेंगा जानी कानीरू काढ़ी बहल पिंका खंडिक टिकिए फुंकी दे पुणी कानरे गेंजी दिए। तापरे बनिसी डोर को पानी उठे नहीं फासरे टिकिए जड़ा तेल बोली देई पुणी बनिसी को पानी रे पकाई टाकी बसे। केतेबेले बड़ कई सारी माछ आसी जीवंता माछ को भूसिब और फासरे धरा पड़िब। जंगल रे अंधार पशे, ठेंगा जानी माछ धरारे मन दिए। संज बेलिया नई भितरे पत्थर उपरे बसी पड़ती पंझा पंझा बग और माछरंका। कुरेई फूलर सुबासरे पवन पार भार पाई ओहली जाए। सुलुसुलिया पवन रे उड़े सुनारी फूलर लंब बेणी मुरान नईर दी कररे। ठेंगा जानी बसी बसी माछ धरे। पछआड़ू गाँ तोठारू हस शुभे, पानी खड़खड़ शुभे। चेन्नाई दिशी जाए बांकर करपटिया। ठेंगा जानी फासरे जड़ा तेल देबाको भूली जाए, पिंका लगेबाको भूली जाए। खाली पानी को एक आखिरे अनाए रही भावे कौन जे भावे तार अंत पाए नहीं। केवल अंधारर ओजन घेनी मुहर छाईटा तार ओहली पड़े पानी उपरे। क्रमे कुटा बोबाए। अंधार संधिरू झिंकारी झी झी करे। वर्तमान आउ भविष्यतर झिंका टणारे पड़ी मनटा दोहली दोहली जेउठी सेठी अटकी रही जाए। मझिरे खेंचा मारे अतीत आउ स्मृति। समाधान होई पारे नहीं। जटिलता भितरे बाजी उठे करुण रागिणी। कुहुड़िया आकाश तले सरबण भितरे साई साइया पवन परी। तेबे आज एठारे शेष हला दादी बुढ़ार द्वितीय भाग। आगामी अध्याय आमे शुणिबा एही उपन्यासर तृतीय भाग। रहिली, नमस्कार।